କିଛି ନୂଆ ଶିଖିବା, କିଛି ନୂଆ ଜାଣିବା, କିନ୍ତୁ ବୁଝିବା, ପଢିବା ଏବଂ ପ୍ରୟୋଗ କରିବା, ସେଇଟା ହେଉଛି ଓଡ଼ିଆ ପାଠଶାଳାର ପ୍ରଚେଷ୍ଟା। ଆପଣମାନଙ୍କୁ ସମସ୍ତଙ୍କୁ ସ୍ୱାଗତ ଓଡ଼ିଆ ପାଠଶାଳାକୁ। ଚାଲନ୍ତୁ ଆଜିର ଭିଡିଓରେ ଡିସ୍କସ୍ କରିବା ଗଣମାଧ୍ୟମ ଭଲ ନା ଖରାପ। ଆଧୁନିକ ସମାଜ ଗଠନରେ ଗଣମାଧ୍ୟମ ଏକ ଶକ୍ତିଶାଳୀ ଭୂମିକା ଗ୍ରହଣ କରେ। ଏଥିରେ ଖବରକାଗଜ, ଟେଲିଭିଜନ, ରେଡିଓ, ସୋସିଆଲ ମିଡିଆ ଏବଂ ଇଣ୍ଟରନେଟ ଅନ୍ତର୍ଭୁକ୍ତ। ଆଜି ଲୋକମାନେ ସୂଚନା, ମନୋରଞ୍ଜନ, ଶିକ୍ଷା ଏବଂ ବିଶ୍ୱ ସହିତ ସଂଯୁକ୍ତ ରହିବା ପାଇଁ ଗଣମାଧ୍ୟମ ଉପରେ ନିର୍ଭର କରନ୍ତି। ତଥାପି ପ୍ରତ୍ୟେକ ଉପକରଣ ପରି ଗଣମାଧ୍ୟମର ମଧ୍ୟ ସୁବିଧା ଏବଂ ଅସୁବିଧା ଉଭୟ ଅଛି। ସକାରାତ୍ମକ ଦିଗରେ ଗଣମାଧ୍ୟମ ହେଉଛି ସୂଚନା ପ୍ରସାରଣର ସବୁଠାରୁ ଦ୍ରୁତତମ ଉପାୟ ମଧ୍ୟରୁ ଗୋଟିଏ। ନ୍ୟୁଜ୍ ଚ୍ୟାନେଲ ଏବଂ ଅନଲାଇନ୍ ପ୍ଲାଟଫର୍ମ ବିଶ୍ୱର ଯେକୌଣସି ସ୍ଥାନରେ ଘଟୁଥିବା ଘଟଣା ବିଷୟରେ ଆମକୁ ଅପଡେଟ୍ ଦିଏ। ଶିକ୍ଷାଗତ କାର୍ଯ୍ୟକ୍ରମ, ଡକ୍ୟୁମେଣ୍ଟାରୀ ଏବଂ ଅନଲାଇନ୍ ଶିକ୍ଷଣ ସମ୍ବଳ ଛାତ୍ରଛାତ୍ରୀମାନଙ୍କୁ ପାଠ୍ୟ ପୁସ୍ତକ ବ୍ୟତୀତ ଜ୍ଞାନ ହାସଲ କରିବାରେ ସାହାଯ୍ୟ କରେ। ଗଣମାଧ୍ୟମ ଲୋକମାନଙ୍କୁ ସେମାନଙ୍କର ମତାମତ ପ୍ରକାଶ କରିବା ଏବଂ ଚିନ୍ତାଧାରା ବାଣ୍ଟିବା ପାଇଁ ଏକ ପ୍ଲାଟଫର୍ମ ମଧ୍ୟ ପ୍ରଦାନ କରେ। ସୋସିଆଲ ମିଡିଆ ବନ୍ଧୁ ଏବଂ ପରିବାରକୁ ଦୂରରେ ରହୁଥିବା ସତ୍ତ୍ୱେ ସଂଯୁକ୍ତ ରହିବାରେ ସାହାଯ୍ୟ କରେ। ଜରୁରୀକାଳୀନ ପରିସ୍ଥିତିରେ ଗଣମାଧ୍ୟମ ଗୁରୁତ୍ୱପୂର୍ଣ୍ଣ ସତର୍କତା ପ୍ରସାରଣ କରେ ଯାହା ଜୀବନ ରକ୍ଷା କରିପାରିବ। ତଥାପି ଗଣମାଧ୍ୟମର ମଧ୍ୟ କିଛି ନକାରାତ୍ମକ ପ୍ରଭାବ ପଡ଼ିଥାଏ। କେତେକ ସମୟରେ ନ୍ୟୁଜ୍ ଚ୍ୟାନେଲ ଏବଂ ୱେବସାଇଟ୍ ଧ୍ୟାନ ଆକର୍ଷଣ କରିବା ପାଇଁ ଭୁଲ ସୂଚନା ପ୍ରସାରଣ କରନ୍ତି। ସୋସିଆଲ ମିଡିଆ ଅବାସ୍ତବ ଜୀବନଶୈଳୀ ଦେଖାଇ ଅଯଥା ଚାପ ସୃଷ୍ଟି କରିବାରେ, ବିଶେଷ କରି ପିଲା ଏବଂ କିଶୋରମାନଙ୍କ ଉପରେ। ଅତ୍ୟଧିକ ସ୍କ୍ରିନ୍ ସମୟ ସ୍ୱାସ୍ଥ୍ୟକୁ ପ୍ରଭାବିତ କରେ, ଶାରୀରିକ କାର୍ଯ୍ୟକଳାପ ହ୍ରାସ କରେ ଏବଂ ନିଦ୍ରାକୁ କ୍ଷତି ପହଞ୍ଚାଇପାରେ। ଗଣମାଧ୍ୟମ ଛୋଟ ଛୋଟ ପ୍ରସଙ୍ଗକୁ ଅତିରଞ୍ଜିତ କରି ଭୟ କିମ୍ବା ଆତଙ୍କ ମଧ୍ୟ ସୃଷ୍ଟି କରିପାରେ। ଅନେକ କ୍ଷେତ୍ରରେ ବିଜ୍ଞାପନ ଲୋକଙ୍କୁ ଏପରି ଜିନିଷ କିଣିବାକୁ ପ୍ରଭାବିତ କରେ ଯାହା ସେମାନଙ୍କୁ ଆବଶ୍ୟକ ନୁହେଁ। ତେଣୁ ଗଣମାଧ୍ୟମ ନିଜେ ସମ୍ପୂର୍ଣ୍ଣ ଭଲ କିମ୍ବା ଖରାପ ନୁହଁ। ଏହା ଲୋକମାନେ ଏହାକୁ କିପରି ବ୍ୟବହାର କରନ୍ତି ଏବଂ ଗଣମାଧ୍ୟମ ସଂଗଠନ ଗୁଡ଼ିକ କେତେ ଦାୟିତ୍ୱର ସହିତ କାର୍ଯ୍ୟ କରନ୍ତି ତାହା ଉପରେ ନିର୍ଭର କରେ। ବୁଦ୍ଧିମାନ ଭାବରେ ବ୍ୟବହାର କଲେ ଗଣମାଧ୍ୟମ ଜ୍ଞାନ, ସଚେତନତା ଏବଂ ସାମାଜିକ ପ୍ରଗତି ପାଇଁ ଏକ ଉତ୍ସ ହୋଇପାରେ। ଅପବ୍ୟବହାର ହେଲେ ଏହା ଲୋକଙ୍କୁ ଭ୍ରମିତ କରିପାରେ ଏବଂ ସମାଜ ଉପରେ ନକାରାତ୍ମକ ପ୍ରଭାବ ସୃଷ୍ଟି କରିପାରେ। ଗଣମାଧ୍ୟମ ଏକ ଶକ୍ତିଶାଳୀ ଉପକରଣ ଯାହାର ଲାଭ ଏବଂ କ୍ଷତି ଉଭୟ ଅଛି। ବ୍ୟକ୍ତିମାନଙ୍କ ପାଇଁ ସମାଲୋଚନାମୂଳକ ଭାବରେ ଚିନ୍ତା କରିବା, ସୂଚନା ଯାଞ୍ଚ କରିବା ଏବଂ ଅନାବଶ୍ୟକ ବ୍ୟବହାରକୁ ସୀମିତ କରିବା ଗୁରୁତ୍ୱପୂର୍ଣ୍ଣ। ଗଣମାଧ୍ୟମକୁ ଦାୟିତ୍ୱପୂର୍ଣ୍ଣ ଭାବରେ ବ୍ୟବହାର କରି ଆମେ ଏହାର କ୍ଷତିକାରକ ପ୍ରଭାବକୁ ଏଡ଼ାଇ ଏହାର ଲାଭ ଉପଭୋଗ କରିପାରିବା। ଭିଡ଼ିଓଟି କେମିତି ଲାଗିଲା ମୋତେ କମେଣ୍ଟ କରିକି ଜଣାଇବ। ଯଦି କିଛି କ୍ୱେଶ୍ଚିନ୍ସ ଅଛି, ଡାଉଟ୍ ଅଛି, କମେଣ୍ଟରେ ଲେଖିଦେବ, ଆନ୍ସର କରିବା। ଆଉ ଯଦି ଭଲ ଲାଗିଲା ତାହେଲେ ଜାଣିଛ ତ ଭିଡ଼ିଓ ଟିକେ ଲାଇକ୍ କରିଦେବ, ଭିଡ଼ିଓ ସହିତ ସେୟାର କର, ଚ୍ୟାନେଲକୁ ସବସ୍କ୍ରାଇବ କରି ବେଲ୍ ଆଇକନ୍ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥାଅ। ତାହେଲେ ରହୁଛି, ଦେଖା ଆଗାମୀ ଭିଡ଼ିଓରେ। ଭଲରେ ରୁହ, ସୁସ୍ଥରେ ରୁହ, ମୋତେ ଅନୁମତି ଦିଅ। ବାଏ ବାଏ।